ଅଙ୍କଲ ଅଙ୍କଲ ଆପଣ ପାଇଁ ମୋ ପ୍ଲେସମେଣ୍ଟ ହେଲାନି ଅଙ୍କଲ ଆପଣ ପାଇଁ ପ୍ଲେସମେଣ୍ଟ ମୋ ବାପା ମାରିବ ମତେ ଅଙ୍କଲ ଏତେ ପଇସା ଦେବି ବାପା ପଳଉଛି ଆପଣ ଓଦର ପଡିବ ପ୍ଲେସମେଣ୍ଟ କାଟିଦେଲେ ମତେ ଅଙ୍କଲ ଆପଣ ଏରେ କଣ ହେଇ ଜାଣିଛୁ କି ଇଏ ଯୋଉ ପ୍ଲେସମେଣ୍ଟ ଥିଲା ତାଙ୍କର ହେଲା ଯିଏ ପାଠ ପଢୁଛନ୍ତି କି ହେଲେ ଇଏ କଣ କରୁଛି ବାହାରୁ ଥିଲା ବୋଲେ କୁଆଡେ ଯାଉଛି ରେ ନା ନାଇଁ ଅଙ୍କଲ ଆଜି ପ୍ଲେସମେଣ୍ଟ ଅଛି ଯାଉଛି ଆଉ ହେଲେ ଇଏ ଗଲାବେଳକୁ କଣ କରୁଛି ନୂଆ ବୁଟ୍ ପିନ୍ଧିଛି ପୁରା ଭଲ ଡ୍ରେସ୍ ପକେଇଛି ଟାଇ ଫାଇ ପକେଇଛି ଆଉ ତାର ଧରିଛି କଣ ବ୍ୟାଗ୍ ଧରିଛି ତା ସାଙ୍ଗେ ଲ୍ୟାପଟପ୍ ଧରିଛି ସବୁ ପୁରା ମାନେ ପ୍ରିପେୟାର ହେଇକି ଯାଉଛି ହେଲେ ମୁଁ ତାକୁ କହିଲି ତୁ ଏମିତି ଯାଉଛୁ ତ ବଡ଼ ଧନୀର ପିଲା ଭଳି ଭାବିବେ ସେମାନେ ଯେଉଁମାନେ ଆସିଛନ୍ତି ପ୍ଲେସମେଣ୍ଟ ପାଇଁ ସିଲେକ୍ସନ କରିବାକୁ ତୁ ଗୋଟେ କାମ କରେ ଟିକେ ଗନ୍ଧିଆ ମନ୍ଧିଆ ସାର୍ଟ ପ୍ୟାଣ୍ଟ ପିନ୍ଧିକିରି ଯା ଗଲେ କ'ଣ ହବ ସେମାନେ ଭାବେ ଯାହା ହଉ ଗରିବ ଛୁଆଟା ପାଠ ପଢୁଛି ବୋଲି ପ୍ଲେସମେଣ୍ଟ ତ ଦେଇଦେବେ ଚାକିରି ବାକିରି ପାଇଯିବ ବୋଲି ମୁଁ ତାକୁ କହିଲି ସିଏ କ'ଣ କଲା ଆଉ ଥରେ ଗଲା ସବୁ ଚେଞ୍ଜ ଚାଞ୍ଜ କରିକି ନର୍ମାଲ ପ୍ୟାଣ୍ଟ ସାର୍ଟ ପିନ୍ଧିକି ଏଇଟା ସବୁ ପିନ୍ଧିକି ଯାଇଥିଲା ମୁଁ ଜାଣିଛି କି ସେ ତାଙ୍କର ଆରେ ମୁଁ କେମିତି ଜାଣିଛି ମୁଁ କ'ଣ ଯିଏ ପାଠ ପଢୁଛି ଆରେ ମୁଁ କ'ଣ ଜାଣିଛି ମୁଁ ଭାବିଲି ଗରିବ ପିଲାଟା ଦେଖିଲେ କାଳେ ତାଙ୍କେ ଦୟା କରିକି ସିଲେକ୍ସନ କରିଦେବେ ଚାକିରିଟେ ପାଇଯିବ ପିଲାଟା ଆଉ ମତେ କି ଜଣା ସେ ଭଲ ଭାଇ ଭାବିଥିଲେ ରେ ଏଟା ଭୁଲ ହେଇଗଲା ଆଉ ନେକ୍ସଟ ଥର ଫର୍ମାଲ ପିନ୍ଧିକି ଯିବୁ କାଟେ